ବର୍ତ୍ତମାନ ତ ଭୋଜି ସିଜିନ୍ ଚାଲିଛି, ସମସ୍ତେ ଭୋଜି କରିସାରିଲେଣି। ଓଡ଼ିଶା ସାରା ସବୁଆଡ଼େ ଭୋଜି କରିସାରିଲେଣି, କିନ୍ତୁ ଆମର ଫ୍ୟାମିଲି ଭୋଜି କରିବା ବୋଲି ପ୍ଲାନିଂ ଥିଲା। କିନ୍ତୁ ବର୍ତ୍ତମାନ ଯାକେ ଆମର ଆଗପଛ ହେଇ ଆଜି ଭାବିଛୁ ଲାଷ୍ଟ ରବିବାର ଅଛି ଡିସେମ୍ବର ମାସର, ପରିବାପତ୍ର କିଣା ହେଇଗଲା, ପାଲ ଧରିକି ଆମେ ବାହାରି ଆଇଲୁ। ବର୍ତ୍ତମାନ ଯାଉଛୁ ଭୋଜି ଜାଗାକୁ, କାରଣ ରବିବାର ଯେହେତୁ ଅଛି ସମସ୍ତେ ଜାଗା ମାଡ଼ି ବସିବେ। ସେଥିପାଇଁ ଆମେ ଦେଖନ୍ତୁ କିଭଳି ଭାବରେ କୁହୁଡ଼ି ହେଇଛି। ତଥାପି ଆମେ ଦିନ 6ଟାରୁ ପଳେଇ ଆସିଛୁ ବାହାରିକି, ସକାଳ 6ରୁ। ଦେଖନ୍ତୁ କେଉଁଭଳି ଭାବରେ କୁହୁଡ଼ି ହେଇଛି, ଦେଖାଯାଉନି। କାଲି ରାତିରେ ଜାଗାଟା ଦେଖିଥିଲୁ, ବର୍ତ୍ତମାନ ଯାଉଛୁ ଜାଗାଟା ମାଡ଼ି ବସିବେ। ସେଥିପାଇଁ ବର୍ତ୍ତମାନ ଆସିଛୁ। ଭାଗ୍ୟ ଭଲ ଆମର ଅଛି, କେହି ପିଲା ଆସିନାହାନ୍ତି, ତେଣୁକରି ଆମେ ପ୍ରଥମେ ପହଞ୍ଚି ଯାଇଛୁ। ଦେଖନ୍ତୁ ଏ ଜାଗାଟି କେମିତି ସୁନ୍ଦର ହେଇଛି, କେତେ ସୁନ୍ଦର। ଏ ଜାଗାରେ ଗୋଟେ ମନ୍ଦିର ମଧ୍ୟ ଅଛି। ଦେଖନ୍ତୁ ବାଘ ଶୋଇଛି। ମନ୍ଦିର ଗୋଟେ ଅଛି, ମାଆଙ୍କ ମନ୍ଦିର। ମାଆଙ୍କ ମନ୍ଦିର ପାଖରେ ଆମେ ଭାବିଛୁ ଭୋଜି ଗୋଟେ କରିବା ପାଇଁ। ଆଉ ଦେଖନ୍ତୁ କେତେ ସୁନ୍ଦର ଜାଗାଟିଏ। ବର୍ତ୍ତମାନ ମଧ୍ୟ କେହି ଆସିନାହାନ୍ତି, ଆମେ ପହଞ୍ଚି ଯାଇଛୁ ସକାଳୁ ସକାଳୁ। ଦେଖନ୍ତୁ ଆମ ରେଡ଼ି ହେଇଗଲା, ଘରେ ମଟନ୍ ପାଇଁ ଆସିଛୁ। ମଟନ୍ ଦେଖନ୍ତୁ କେମିତି ପୁରା ଛିଡ଼ା ହେଇଛନ୍ତି। ବର୍ତ୍ତମାନ ମଟନ୍ କିଣାକିଣି ହେବ, ମଟନ୍ ଟିକେ କିଣିବା। ମଟନ୍ ତ କିଣା ସରିଗଲା। ବର୍ତ୍ତମାନ ପଳେଇ ଆଇଲୁ ପୁଣି ମଟନ୍ ନେଇକି ଜାଗା ଉପରକୁ। ଗ୍ୟାସ୍ ଚୁଲା ଡିସ୍ ପିସ୍ ରେଡ଼ି ହେଇଗଲା, ଚୁଲି ଆମର ଲାଗିଗଲାଣି। ବର୍ତ୍ତମାନ ସମସ୍ତେ ମିଶି ପରିବା ପଟା କଥା, ଭାଇମାନେ ମଧ୍ୟ ପଳେଇ ଆଇଲେଣି। ଆଜି ଗୋଟେ ଫ୍ୟାମିଲି ଭୋଜି ହେବ, ଫୁଲ୍ ବୋବାଲ। ଆଉ ଶୀତକୁ ଥଣ୍ଡା ଲାଗୁଛି, ଟିକେ ନିଆଁ ଲଗେଇଦେଲୁ। ନିଆଁ ଲଗେଇକି ଟିକେ ନିଆଁ ପୁଇଁଦେବା, କାରଣ ଏ ଯେଉଁ ଥଣ୍ଡା ହେଉଛି, ହାତ ଫାଟ ପୁରା ଥଣ୍ଡା ହେଇଗଲାଣି। ବର୍ତ୍ତମାନ ନିଆଁ ଟିକେ ସେକି ହେଇଯିବା। ତାପରେ ଦେଖନ୍ତୁ ଆ ଭିତରେ ଭଲ ଜାଗା ଅଛି, ଆମ୍ବ ଗଛ ଆଡ଼େ ଟିକେ ଯାଇକି ବୁଲି ଆସିବା। ସବୁ ରେଡ଼ି ହେଇଗଲାଣି, ଭାଇମାନେ ଆମର ଲାଗିଗଲେଣି ପରିବା କଟାକଟିରେ। ଆଜି ପନିର ହେବ, ଛତୁ ହେବ, ଭାତ ହେବ, ଡାଲି ହେବ, ଚିକେନ୍ ହେବ, ମଟନ୍ ହେବ। ସବୁ ମିଶିକି ଗୋଟେ ଫ୍ୟାମିଲିରେ ଭୋଜି କରିଦେବା। ଆଉ ଦେଖନ୍ତୁ ଗ୍ୟାସ୍ ଚୁଲା ସବୁ ରେଡ଼ି। ଆମେ ଟିକେ ଜଲ୍ଦି ପଳେଇ ଯାଇଛୁ, ଆଉ କେହି ଆସିନାହାନ୍ତି। ଆଉ ଫ୍ୟାମିଲିମାନଙ୍କୁ କହିଦେଇଛୁ ରେଡ଼ି ହେଇକି ଗାଧୁଆ ପାଧୁଆ ସାରିକି ପଳେଇ ଆସିବେ। ଦେଖନ୍ତୁ ଭାଇମାନେ ଆମେ 4 ଜଣ ଏଠି ଛିଡ଼ା ହେଇଛୁ। ଏ ଜାଗାଟି କେତେ ସୁନ୍ଦର ଦେଖାଯାଉଛି। ଦେଖନ୍ତୁ ନିଆଁ ତ ଲିଭିଗଲାଣି। ବର୍ତ୍ତମାନ ଆମେ ଭୋଜି ଆୟୋଜନ ଆରମ୍ଭ କରିବା।